ସେଇଟା ତାଙ୍କୁ ବୁଝେଇଲି ସିଏ କହିଲେ ଯଦି ତୁ ଆଜି ନ ଯିବୁ ତାହେଲେ ମୁଁ ଏଇଠି ମରିଯିବି। ତମର କେତେ ଦିନ ହେଲା ଏଫଆଇଆର ଚାଲିଥିଲା? ଅନଲାଇନ ରେ କଥା ହଉଥିଲୁ ତଥାପି କେତେ ଦିନ ହେଇଗଲାଣି? ଦେଖା ହେଇନାହିଁ। ଅନଲାଇନ ରେ ଦେଖା ଦେଖି। ଆଚ୍ଛା କେତେ ଦିନ ହେଲା ଫୋନ ରେ କଥା ହଉଥିଲ? 6-7 ମାସ ହେଲା। 6-7 ହେଲା। କେବେ ଘର ଛାଡିକି ଆସିଲ? ଘର ବର୍ତ୍ତମାନ ତମ ଘର ଛାଡିକି ତମ ପଳେଇ ଆସିଛ କେତେ ଦିନ ହେଲା? ତାଙ୍କ ସାଙ୍ଗରେ କେତେ ଦିନ ହେଲା ଆସିଲଣି? ଆରେ କେତେ ଦିନ ହେଲା ଘର ଛାଡିକି ତମେ ଜାଣିନ? 15 ଦିନ ଖଣ୍ଡେ 20-15 ଦିନ। 15 ଦିନ କୋଉଠି ରହୁଥିଲ? କୋଉଠି ଥିଲ? ତମ ଶାଶୁର ଖୋଜୁନାହାନ୍ତି ତମକୁ? ନାଇଁ 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 ଯୋଉ ଗଲ କୋଉଠି ଥିଲ? କୋଣାର୍କ। ଖୋଜୁନାହାନ୍ତି? ପୁଅକୁ ରଖିଛନ୍ତି? ପୁଅଟା କେତେ ବର୍ଷ? 6 ବର୍ଷ। 6 ବର୍ଷ। କଣ କଥା ହେଇକି ଯାଇଥିଲ? ନା ସେ ତାଙ୍କ ସ୍ୱାମୀ ସ୍ତ୍ରୀ ଭିତରେ କଣ ନାଗାନୁଗି ହେଇଥିଲା ମୁଁ ଜାଣିନି। ଜାଣିନ ତମେ କେମିତି ଗଲ ତାଙ୍କ ସାଙ୍ଗରେ? ମୁଁ ତାଙ୍କୁ କହିଲି ଏ ଭୁଲ କାମ କରିବେନି। ସିଏ କହିଲେ ଯଦି ନ ଯିବୁ ମୁଁ ଏଇଠି ଆଜି ମରିବି।